ବିଜୁ ଜନତା ଦଳ ସବୁବେଳେ ଅଭିଯୋଗ ଯେଉଁ କଥା ଉପରେ କରୁଅଛି କେବଳ ଓଡ଼ିଶାର ଲୋକଙ୍କୁ ବ୍ୟଥିତ କରିବା ପାଇଁ, ଓଡ଼ିଶାର ଲୋକଙ୍କୁ ଭ୍ରମିତ କରିବା ପାଇଁ ଏଇଭଳି ଷ୍ଟେଟମେଣ୍ଟ ସେମାନେ ରଖୁଛନ୍ତି। ପୂର୍ବରୁ ସେମାନେ ବିଭିନ୍ନ ଜାଗା ଯାଉଥିଲେ, କିନ୍ତୁ ଯେଉଁ ନିବେଶକ ମାନଙ୍କୁ ଆଣୁଥିଲେ କେବଳ ଏମଓୟୁ କରିଦେଉଥିଲେ। ସେତେବେଳେ ଭିତ୍ତିଭୂମିର ଅବସ୍ଥା କ'ଣ ଅଛି, ସେଠି ଇନଫ୍ରାଷ୍ଟ୍ରକ୍ଚରର ଅବସ୍ଥା କ'ଣ ଅଛି, ସେମାନେ ତାକୁ ଦେଖୁନଥିଲେ, ଯେଉଁଥିପାଇଁ ଲମ୍ବା ସମୟ ଧରି ଅପେକ୍ଷା କରି ଶିଳ୍ପପତି ମାନେ ଫେରି ଯାଉଥିଲେ। ଏବଂ ଆମ ସରକାର ଆସିଲା ପରେ, ସରକାର ପରିବର୍ତ୍ତନ ହେଲା ପରେ ଆମର ନୀତି ଡବଲ ଇଞ୍ଜିନ ସରକାରର ଯେଉଁ ସଫଳତା ତାକୁ ଲକ୍ଷ୍ୟ କରି ଏବେ ନିବେଶକ ମାନେ ଓଡ଼ିଶାକୁ ଆସୁଛନ୍ତି, ଓଡ଼ିଶାରେ ମନ ବଳାଉଛନ୍ତି ନିବେଶ କରିବା ପାଇଁ। ଏବଂ ଆପଣ ଯଦି ଦେଖିବେ ଯେଉଁ ଶିଳ୍ପ ଫେରି ଯାଇଥିଲେ ସେ ଶିଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି, ଓଡ଼ିଶା ସରକାରଙ୍କ ଉପରେ ଭରସା କରି, ଆମ ସରକାରର ନୀତି ଏବଂ ଡବଲ ଇଞ୍ଜିନ ସରକାର ଉପରେ ଭରସା କରି ଓଡ଼ିଶାରେ ନିବେଶ କରିବା ପାଇଁ ମନ ବଳେଇଛନ୍ତି। ଏକଥା ଆପଣମାନେ ସମସ୍ତେ ଜାଣିଛନ୍ତି। ପୂର୍ବରୁ ଯେଉଁ ଏମଓୟୁ କରୁଥିଲେ ସେ ମଧ୍ୟ ସ୍ପଷ୍ଟୀକରଣ ଦିଅନ୍ତୁ। ଯେଉଁ ଏମଓୟୁ କରୁଥିଲେ ଦୀର୍ଘ ସମୟ ଧରି ସେମାନେ ଶାସନରେ ରହିଲେ, ସେମାନେ କାହିଁକି ସେତିକି ଭିତ୍ତିଭୂମିକି ସୁଦୃଢ଼ କରିପାରିନଥିଲେ? ଆମ ସରକାର କଥାରେ କୁହେନି, ଆମେ ଆପଣମାନେ ଦେଖିଥିବେ ବଜେଟରେ ପ୍ରଥମ ବ୍ୟବସ୍ଥା କଲୁ କିଭଳି ଭାବରେ ଭିତ୍ତିଭୂମିକି ସୁଦୃଢ଼ କରିବୁ, ଇନଫ୍ରାଷ୍ଟ୍ରକ୍ଚରକୁ ଡେଭଲପ କରିବୁ ଏବଂ ଓଡ଼ିଶାରେ କିଭଳି ଭାବରେ ଏଫଡିଆଇ ଇନଭେଷ୍ଟ ହେବ, ଫରେନ୍ ଡାଇରେକ୍ଟ ଇନଭେଷ୍ଟ ହେବ, ତା ପାଇଁ ସ୍ୱତନ୍ତ୍ର ଏଫଡିଆଇ ପାର୍କର ନିର୍ମାଣ କରିବାର ମଧ୍ୟ ବଜେଟରେ ବ୍ୟବସ୍ଥା କଲୁ। ବର୍ତ୍ତମାନ ଆଜି ଆମ ସରକାର ପ୍ରଥମ ଥର କରି ଏହି ଶିଳ୍ପ କ୍ଷେତ୍ରରେ ଧରନ୍ତୁ ଆମର ଇନଭେଷ୍ଟମେଣ୍ଟ ଆଣିବା ପାଇଁ, ରୋଡ୍ ଶୋ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମର ଟିମ୍ ସିଙ୍ଗାପୁର ଗସ୍ତରେ ଆସନ୍ତା କାଲିଠୁ ଯିବେ। ଆମର ବି ଯେଉଁ ଲକ୍ଷ୍ୟ ରହିଛି ସିଙ୍ଗାପୁରରେ ଯାଇ ତାଙ୍କ ସରକାରଙ୍କ ସହିତ ଆଲୋଚନା କରିବାର, ତାଙ୍କର ଡେପୁଟି ପ୍ରାଇମ୍ ମିନିଷ୍ଟର, ଆମର ଇଣ୍ଡଷ୍ଟ୍ରି ମିନିଷ୍ଟର ଏବଂ ଫରେନ୍ ଆଫେୟାର୍ସ ମିନିଷ୍ଟର ତାଙ୍କ ସହିତ ସେଠି ଆଲୋଚନା ରହିଛି। ଆଲୋଚନା କରିବା ଦ୍ୱାରା ତାଙ୍କର ଯେଉଁ ବିଜନେସ୍ କମ୍ୟୁନିଟି ଅଛି ସେମାନଙ୍କର ଭରସା ବଢ଼ିବ ଏବଂ ଆମର ଯାହା ସୁବିଧା ଅଛି, ଆମ ସରକାରଙ୍କର ଯାହା ସୁବିଧା ଅଛି ଏବଂ ଆମେ କ'ଣ ଫ୍ୟାସିଲିଟି ତାଙ୍କୁ ଦେଇପାରିବୁ, ସେ ଆଲୋଚନା ପରେ ଭରସା ବଢ଼ିବ ଓଡ଼ିଶାରେ ଇନଭେଷ୍ଟମେଣ୍ଟ କରିବା ପାଇଁ। ଯଦି କେତେଟା ଡେଭଲପମେଣ୍ଟ ଆମେ କଣ୍ଟ୍ରି ଦେଖିବା, ଟେକ୍ନୋଲୋଜିରେ ଆଡ଼ଭାନ୍ସ ଟେକ୍ନୋଲୋଜିରେ ଡେଭଲପମେଣ୍ଟ କଣ୍ଟ୍ରି, ସେ ମଧ୍ୟରୁ ମଧ୍ୟ ସିଙ୍ଗାପୁର ଅନ୍ୟତମ କଣ୍ଟ୍ରି। ତ ସେଠି ଆମର ଗସ୍ତ ଅଛି କିଭଳି ଭାବରେ ଇନଭେଷ୍ଟମେଣ୍ଟ ଓଡ଼ିଶାକୁ ଆସିବ। ଇଏ ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ୍। ସେ ପ୍ରୋସେସ୍ରେ ସରକାର କାମ କରୁଅଛନ୍ତି ଏବଂ ଆମର ଯେଉଁ ଲକ୍ଷ୍ୟ ରହିଛି କିଭଳି ଭାବରେ ଓଡ଼ିଶାକୁ ଅଧିକରୁ ଅଧିକ ଶିଳ୍ପ ଆସିବ, ଓଡ଼ିଶାରେ ଇନଭେଷ୍ଟମେଣ୍ଟ ହେବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମ ସରକାର କାମ କରୁଛି। ଏଇଟା ଆମ ସରକାରର ପ୍ରତିବଦ୍ଧତା କିଭଳି ଭାବରେ ଓଡ଼ିଶା ଆଗକୁ ଯିବ ଏବଂ ଶିଳ୍ପ କ୍ଷେତ୍ରରେ କିଭଳି ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ହେବ। ଇଏ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯଦି ଆପଣ ଦେଖିବେ ଗତକାଲି ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ପାରାଦୀପରୁ ମଧ୍ୟ ଏକ ଘୋଷଣା କଲେ ଯେ ପୂର୍ବ ସରକାର ଯାହା ଯାହା ଏମଓୟୁ କରିଥିଲେ ଆମେ ତାକୁ ବାସ୍ତବତା ଦେବା ପାଇଁ ଆମ ସରକାର ତା ଉପରେ ପ୍ରାଥମିକତା ଦେଉଛି। ଏବଂ ସେ ଯେଉଁ ଆଧାରରେ ଅଭିଯୋଗ କରୁଛନ୍ତି ସେ ଦୁଇ କମ୍ପାନୀ ମଧ୍ୟ ନିଜେ ସ୍ପଷ୍ଟୀକରଣ ଦେଇଛନ୍ତି ଆମେ ଓଡ଼ିଶାରେ ଫେରିନୁ, ଆମେ ଓଡ଼ିଶାରେ ନିବେଶ କରିବୁ। ସେମାନେ ଫେରିଯିବା କଥା କେବଳ ସରକାର ପରିବର୍ତ୍ତନ ପରେ ଡବଲ ଇଞ୍ଜିନ ସରକାରରେ ଆମ ସରକାରର ନୀତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ନେତୃତ୍ୱରେ ଭରସା କରି ସେମାନେ ନିବେଶ କରିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ତା ସହିତ ଅନେକ ଜାଗାରେ ମଧ୍ୟ ଏମଓୟୁ କରିକି ସେମାନେ ଏଇ ଅବସ୍ଥା ରଖିଛନ୍ତି। ଭିତ୍ତିଭୂମିର କୌଣସି ଜାଗାରେ ଭିତ୍ତିଭୂମିର ସୁଦୃଢ଼ କରିନଥିଲେ, ଖାଲି ଏମଓୟୁ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଯେଉଁଠିକି ଯାଉଥିଲେ ତାଙ୍କୁ ଡାକି ଆଣି ଖାଲି ଏମଓୟୁ କରିଦେଉଥିଲେ। ଯେଉଁ କମ୍ପାନୀ ଏମଓୟୁ କଲା ବା ଯେଉଁ ଶିଳ୍ପପତି ଏମଓୟୁ କଲା ସେ ଯେଉଁ ଜାଗାରେ ତାର ଜମିର ଆବଶ୍ୟକତା, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ ଜାଗାରେ ଜମି ବି ଚିହ୍ନଟ ହେଇନି, ଏମିତି ବି ଜାଗା ଅଛି। ତ ସେମାନେ କେବଳ କୁମ୍ଭୀର କାନ୍ଦଣା କରୁଛନ୍ତି, ଓଡ଼ିଶାର ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶାର ଲୋକମାନେ ସବୁ ଜାଣିଛନ୍ତି, ସବୁ ବୁଝିଛନ୍ତି। ବର୍ତ୍ତମାନ ଆମ ସରକାର ଶିଳ୍ପ କ୍ଷେତ୍ରରେ ବିକାଶ ସହିତ କିଭଳି ଭାବରେ ଓଡ଼ିଆ ଯୁବକ ଯୁବତୀମାନେ ଅଧିକରୁ ଅଧିକ ନିଯୁକ୍ତି ପାଇବେ ତା ଉପରେ ମଧ୍ୟ ପ୍ରାଧାନ୍ୟ ଦେଇ ଆମ ସରକାର ଏବେ କାମ କରୁଛି। ନିଶ୍ଚିତ ଭାବରେ ଦେଖିବେ ଏଇ କିଛି ଦିନ ଭିତରେ ଆମ ସରକାର 60,000 କୋଟି ପାଖାପାଖି ଟଙ୍କାର ମଧ୍ୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କରିସାରିଛି ଇନଭେଷ୍ଟମେଣ୍ଟ ପାଇଁ ଏବଂ ଆଗାମୀ ଯେଉଁ ଜାନୁଆରୀ 28 ଏବଂ 29 ତାରିଖରେ ଯେଉଁ ଉତ୍କର୍ଷ ଓଡ଼ିଶାର ଯେଉଁ ସମ୍ମିଳନୀ ହେବ ସେଥିରେ ଦେଖିବେ ନିଶ୍ଚିତ ଭାବରେ ଓଡ଼ିଶାକୁ ଅଧିକ ଟଙ୍କାର କିଭଳି ଭାବରେ ପୁଞ୍ଜି ନିବେଶ ଆସିବେ। ଆମ ସରକାର ଯେଉଁ ପ୍ରୟାସ ଜାରି ରହିଛି ଇଏ ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ୍। ଏ ମାଧ୍ୟମରେ ଆମର ଦେଶ ବିଦେଶରେ ସବୁଆଡ଼େ ରୋଡ୍ ଶୋ କରି ଓଡ଼ିଶାକୁ ପୁଞ୍ଜି
निवेश करने निवेशक मानक आने एवं तांको किभली भाव में आकृष्ट करूँ आम सरकार से सबु प्रकार प्लान प्रस्तुत करुच्ची एवं जाइकी मध्य माननीय मुख्यमंत्री समस्त को भेटुचंती सबु मुख्यमंत्री प्रतिश्रुति पाइला पर मध्य से माने आकृष्ट होउचंती ओडिशा रे निवेश करबा पई शिल्प अनुकूलन वातावरण सृष्टि आमे करूचु एटा ओडिशा रो लोके जानिचंती निवेशक माने जानिचंती जेतेबेले प्रथम बजेट हला सेतेबेले आम बजेट रे प्रथम फोकस थिला किभली भाव रे शिल्प वातावरण सृष्टि करबा पई भित्तिभूमि रो जो आवश्यकता अछि ताकू केमिति भाव रे आमे सुदृढ़ करिवु इंफ्रास्ट्रक्चर केमिति तयारी करिवु शिल्पपति माने ओडिशा को आसीबे ताकू भित्ति करी एवं माननीय मुख्यमंत्री नेतृत्व को भरोसा करी माननीय प्रधानमंत्री नरेंद्र मोदी जी जो ओडिशा प्रति तांकर जहाँ आभिमुख्य अच्छी डबल इंजिन सरकार उपर भरोसा करी आज ओडिशा को शिल्पपति माने आकृष्ट होउचंती निवेश करबा पई किंतु बिजु जनता दलर नेता माने जनक पर जन खाली कुंभीर कांदना कांदुचंती बिजु जनता दल को लोक माने प्रत्याख्यान करचंती लोक माने मध्य जानि सारचंती जे बिजु जनता दल खाली मिछरे एमओ करे एडवर्टाइजमेंट करे वास्तवता तार न थाए जेमती केउंझर रे एमओ कले मेगा स्टील प्लांट हबो केउंझर लोक देखाणिया पई सेठिकार लोकन को तांको दलीय कर्मी को आणु पूर्वतन मुख्यमंत्री की धन्यवाद देले किंतु आज सेठी तार स्थिति कोन हमर एठी ओडिसा रु फॉरेन इन्वेस्टमेंट जो आसीतिला पोस्को से फेरी जाइथिला तो एमती बहुत उदाहरण अछि एमाने केवल एमओ रो व्यस्त थिले तार वास्तवता कोनोसी नथिला आम सरकार किंतु उल्टा काम करुच्ची वास्तवता दबा पई एमओ करबा सहित वास्तवता दबा पई आम सरकार प्रतिश्रुतिबद्ध एवं आम सरकार प्रतिबद्धता किभली भाव में ओडिशा रो विकास हम से दिगरे आम सरकार काम करुच्ची। पात्र बिग फेस्टिवल सेल 15,000 पर्यंत संगे संगे कैशबैक ता पुनी सहज किस्ती बिना सुध और जीरो डाउन पेमेंट रे केवल पात्र इलेक्ट्रॉनिक्स रे सबुठु भलो प्राइस पात्र इलेक्ट्रॉनिक्स।